विजातीय सेवा ना प्रेम रक्ति सेवा आउ तार संबंध अविधेय बा प्रयोजन ये जो भावधारा तार से गौण हो प्रेम रक्ति उपयुक्त से आसो संबंध अविधेय प्रयोजन ये जो धारा विवरण रही एटाक से गौण हो प्रेम और रक्ति उपरକୁ चित्तवृत्ति न जा पूर्व ये सब मुख्य थाए तेणु प्रेम रक्ति उपरକୁ बोध आसीगला आकर्षण आसीगला आसक्ति आसीगला ममता आसीगला ये जो संबंध विषय जो चर्चा अभिध विषय जो चर्चा तार फल जो प्रेम प्रयोजन जो चर्चा एटा सब गौण हो तेज से कौन से रसगोटा आरंभ हम ना भगवान जो माधुर्य अच्छी चारोटी माने आकर्षण माने प्राण नहीं दे आकर्षण आउ तार द्वितीय बोली जिनस किसी भाव राज्य वृत्ति जीरो संख्या भी रही संपूर्ण भाव में निवृत्ति कहार आकर्षण है ना भगवान जो आकर्षण जो चित्तवृत्ति से टाण नब कौन से वेणु स्वर्ण एत मधुर कर्ण को माने एत कर्ण मधुर जमीक आम कौ मृग दृष्टान दवा मृग बहुत भयातुर मृग किंतु कौन स्वर लाड़ एत से आप्यायित जीवन को देदेप से बड़ खुशी देदेव सीना कि से जो मधुर स्वर्ण से तान मान को छाड़ सर्वाणेन्द्रिय वैशिष्ट हूँ मृग पाखे मृग रूपमाधुर्य भली रूपमाधुर्य पतंग पतंग अग्नि को धावित हुए आलोक पतंग एत रूप लालसा धाड़ी लंबी पतंग देखिए गोटे आलोक हो गोटे ये हूँ एत धावित हो अग्नि माधुर्य केते आकर्षण कर जाने सब देखुं जी जाऊँ सब किए फेरुना कि एक पिछा हो लाइन बाय लाइन चलती माने मरण पाखे किसी नुहे से जो सुख से अनुभूति करती मरण किसी नुहे आ गोटे कथा ये पांचटी अच्छा हेले कि पंच इंद्रिय को तो शब्द शब्द हेले हमर मृग स्पर्श रे हाथी तापरे रूप रूप पतंग रस माछ रस गंध गंध रे किए पड़छन भ्रमर चित्र पसि जाउ फूल रे मंत्र बढ़िया सुंदर मंत्र कुरंग मतंग इंद्र कुरंग मातंग पतंग भृंग हता पंच भिरेव पंच एक प्रमादी शपथं अच्छी श्लोक अन्यते तबे ए दृष्टांत एक नहीं गोटे गोटे इंद्रियर बस होइके माने मृत्युवरण करछन्ती मनुष्य को पांचटा इंद्रिय ग्रास करछन्ती आर गति कोन बोली कहछन्ती तबे ए जो दृष्टांत दिया है जी साधु को यही जातीय दिखाई देखिए साधन दृष्टि वर्धन दिखाई साधारण भाव वर्धन कर जे एक एक इंद्रियर बशवर्ती कहीं माने प्राण हरौंट तुम पाखे एक कारण पांचटा आग बाण नौ से तुम सावधान रुह ये दृष्टि बुझाई किंतु रस माध्यम तार उल्टा
ରସ ମାଧୁର୍ଯ୍ୟତା ଉଲ୍ଟା। କଣ ଉଲ୍ଟାଟା ନା ଯେତେବେଳେ ସେ ସମ୍ବନ୍ଧ ବିଧେୟ ପ୍ରୟୋଜନର ଉପରକୁ ଉଠିଗଲା ଯେତେବେଳେ ସେତେବେଳେ ଦୃଷ୍ଟାନ୍ତ ଦିଆଯାଉଛି ତାହେଲେ ସେ ଦୃଷ୍ଟାନ୍ତ କି ଜାତୀୟ ହବ? ନିଶ୍ଚିତ ଆସ୍ୱାଦନୀୟ ହବ। ଦରକାର ଏଠି ଅଦରକାରୀ ହଉଛି, ସେଇଠି ଦରକାର ସେଠି ଦରକାର ଦରକାର ଯେ କି ଏଭଳି ଏକାଗ୍ର ଚିତ୍ତବୃତ୍ତି କରିଦେବ ପ୍ରାଣ ପର୍ଯ୍ୟନ୍ତ ସେ ଦାନ ବା ବଳି ଦେଇଦେବ। ସେ ପ୍ରେମର ସ୍ୱାଦ ସେ ପାଇବ, ସେତେବେଳେ ଉପଲବ୍ଧି କରିବ। ସେଥିରେ ସେ ପ୍ରାଣ ପର୍ଯ୍ୟନ୍ତ ଦାନ କରିଦେବ। ସେ ମାଧୁର୍ଯ୍ୟ ଆକର୍ଷଣ ଏଭଳି ଭଗବାନଙ୍କ ରୂପ ମାଧୁର୍ଯ୍ୟ, ଗୁଣ ମାଧୁର୍ଯ୍ୟ, ଗୁଣ ମାଧୁର୍ଯ୍ୟ, କଥା ଲୀଳା ଲୀଳା ମାଧୁର୍ଯ୍ୟ, ଯେ ମାଧୁର୍ଯ୍ୟର ଆକର୍ଷଣ ଏଇଭଳି ଯେମିତିକି ମୃଗକୁ ଟାଣି ନିଏ ସ୍ୱର ଭାଇ 5ଟା ଯାକ ଜୀବକୁ ଯେମିତି ଟାଣି ନିଏ, ସେମିତି ଏଠି ସାଧକର ବା ପ୍ରେମୀର ପ୍ରତ୍ୟେକ ଇନ୍ଦ୍ରିୟକୁ ସେଇଭଳି ଟାଣି ନିଏ। କିଏ? କୃଷ୍ଣ ଆକର୍ଷଣ। କୃଷ୍ଣ ଆକର୍ଷଣ ସାଧକ ସ୍ତରରେ ଦୃଷ୍ଟାନ୍ତ ଦେଲା ବେଳେ ତ ଏକ କଷ୍ଟପ୍ରଦ, ସାଧକ ସ୍ତରରେ ଏ ଦୃଷ୍ଟାନ୍ତ ଦେଲା ବେଳେ କଷ୍ଟପ୍ରଦ, ବିପଦଜନକ, ଏଥିରୁ ଦୂରେଇକି ରୁହ ବୋଲି କୁହାଯାଇଛି। କିନ୍ତୁ ଯଦି କୃଷ୍ଣ ସେବା ପ୍ରାପ୍ତି ହବ, ପ୍ରେମ ବା ପ୍ରୀତିର ସମୟ ଦ୍ୱାରା ଆସିକି ପହଞ୍ଚିବ, ସେ ସମୟରେ ଆଦରଣୀୟ, ସହାୟକ ସହାୟକ ପ୍ରେମ ପାଇଁ ବହୁତ କଣ କହିବା, ସୁଖ ଆନନ୍ଦର କୋଉ ସ୍ଥିତି ତାର କିଛି ବର୍ଣ୍ଣନା କିଛି ନାହିଁ, ବର୍ଣ୍ଣନା କରିପାରିବନି। ତାର ୟାର ତ ଅନ୍ତିମ ମରଣ ହେଇଯାଉଛି, ମରଣ ନାହିଁ, ତାର ସେ ମରିପାରିବନି, ଗିରି ପାରିବନି। ଯୋଉଟା କି ଆଜି ଜୟଦେବଙ୍କର ଉପରେ ରାଧାକୃଷ୍ଣଙ୍କ ପାଇଁ ଯୋଉ ସେବା ସେ କରିଛନ୍ତି, ସେବା କରିଛନ୍ତି, ଏଇଠୁ ତାଙ୍କର ସେବାଟା ଆରମ୍ଭ ହେଇଛି। ଜୟଦେବଙ୍କର ଯୋଉ ଭାବ ଏଇଠୁ ଆରମ୍ଭ ହେଇଛି, ଏ ମାଧୁର୍ଯ୍ୟ ଆସ୍ୱାଦନଠୁ ଆରମ୍ଭ ହେଇଛି। ଏପରି 4ଟି ବା 5ଟି ଏକରେ ରସ ଆସ୍ୱାଦନ, ଯୋଉଟା କି ଦାସ୍ୟ ସଖ୍ୟ ବାତ୍ସଲ୍ୟ ମଧୁର, ଏକରେ 4ଟି ମାଧୁର୍ଯ୍ୟ ଭଗବାନଙ୍କର। ତେବେ ପ୍ରେମ ସ୍ଥିତିସ୍ତର ଠାରୁ ହିଁ ଏ ମାଧୁର୍ଯ୍ୟ ଏବଂ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମଧୁର ୟାର ବେପାର ଚାଲିଛି, ୟାର ଆସ୍ୱାଦନ ସେଠି ଚାଲିଛି। ସ୍ୱତଃ ମାନେ ପ୍ରାଦୁର୍ଭାବ ହେବେ ସେମାନେ ସବୁ ଧୀରେ ଧୀରେ। ଆଉ କାହିଁକି ହୃଦୟ ନିର୍ମଳ ହେଇଗଲା, ଜାଗା ଖାଲି ହେଇଗଲା, ଆଉ କୌଣସି ଆସଙ୍ଗାର ପ୍ରତି କିଛି ନାହିଁ, ସେମାନେ ପହଞ୍ଚିଲେ ସେ ନୃତ୍ୟ ଆରମ୍ଭ କରିବେ। ଆଉ ମାଧୁର୍ଯ୍ୟ ନୃତ୍ୟ ଏବଂ ରସ ନୃତ୍ୟ ସବୁ ଆରମ୍ଭ କରିବେ, ସବୁ ଆରମ୍ଭ କରିବେ। ଯୋଉଟା କି ଚୈତନ୍ୟମୃତରେ ସନାତନ ଗୋସ୍ୱାମୀ କି ଏ ଶିକ୍ଷା ଦଉଛନ୍ତି ନା, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ବିଷୟରେ ଖୁବ ଭଲ ଭାବରେ ଜାଣ ଏବଂ ସମ୍ବନ୍ଧ ତତ୍ତ୍ୱକୁ ଦୃଢ ନିଷ୍ଠା କର, ତାପରେ ସାଧନ ପ୍ରାଣାନ୍ତକ ସାଧନ କର, ଏବଂ ତାପରେ ଯୋଉ ପ୍ରୟୋଜନ ତତ୍ତ୍ୱ ବାହାରିବ, ଯୋଉ ପ୍ରେମ, ଯୋଉ ମାଧୁର୍ଯ୍ୟ ଏବଂ ରସ ଆସ୍ୱାଦନ କରିବା ପାଇଁ ବା କରେଇବା ପାଇଁ, ଏଠି କିଏ ରସାଦନ କରୁଛି କିଏ କରଉଛି କିଛି ଏଠି ଆଉ ଦିଟା ଜିନିଷ କିଛି ରହିବନି। ଆମେ କହିବା ବାତ୍ସଲ୍ୟ ରସକୁ ଆପଣ ଆସନ୍ତୁ, ଯଶୋଦା ମା ରସ ଆସ୍ୱାଦନ କରୁଥିଲେ ନା ଭଗବାନ କୃଷ୍ଣ ରସ ଆସ୍ୱାଦନ କରୁ, କି କାଠ ତାର ଯୋଉ ବାଳପନ ଲୀଳା ଯଶୋଦା ମା ଆସ୍ୱାଦନ କରୁଥିଲେ ନା ଯଶୋଦା ମାର ଯୋଉ ଆତ୍ମୀୟତା, ବ୍ରହ୍ମାଣ୍ଡ ପତିକି ଶିକ୍ଷା ଦେବି, ତାକୁ ବଡ କରିବି, ତାକୁ ବାହା କରିବି, ତାକୁ ଶାସନ କରିବି, ବହୁତ ଦୁଷ୍ଟ ହେଇଗଲାଣି, ଏ ହାଉ ଭାଉକୁ ଭଗବାନ ଗୁରୁ ଗୋପାଳ ମଦନ ଗୋପାଳ ଆସ୍ୱାଦନ କରୁଥିଲେ ନା ତାର ଯୋଉ ବାଲ୍ୟଲା ଦେଖି ଯଶୋଦା ଆସ୍ୱାଦନ କରୁଥିଲା?
ये कहवा बड़ ये बड़ ये बड़ बड़ कठिन एटा बहुत कठिन तेरे ये जो अति अमूल्य आर कौन मूल्यांकन किसी करी होबनी नहीं एटा के प्रेम राज्यर कथा है तुम यही रस को ये राज्य को हेले तुमको संबंध अविध प्रयोजन तत्व को भल भाव बुझा पड़ो भल भाव जाना पड़ो जानिले बास जोटा कि जयदेव आज जो भाव विहल जो रस आस्वादन कर महाप्रभुर जो उद्देश्य अच्छे जो अनर्पित चिरात मुई रस को आज पर्यंत ही नहीं अनर्पितता अर्पित नुह अर्पित मु करना तो सी आज साधक को भक्त को अनुगत को दौरान आस्वादन करोटा कि आम विषय चर्चार आलोचना वस्तु होती सनातन गोस्वामी महाप्रभु प्रेम पूजा आरंभ कर भगवान को पूजा कौन कराए भगवान कौन संतोष आ जीवर बा साधकर वास्तव गति को लक्ष्य कौन ये तो महाप्रभु कहते यही भाव राज्य ही थी जब आम चैतन्य तो किसी आस्वादन करवा सेवार अधिकारी हवा चल ठीक ना जो हारिकी से बीताती भरत से हृदय बेसी फाटीगला ना माँ कथा बुझलुनु हमर भाई भाई कौन प्रेम कौन एकता ये बुझीपारूनु तू विच्छेद करू विच्छेद करू मो अनुपत्ति रे मो अनुपत्ति रे भूल देखलु तांकर जो भरत न थाई जेहेतु कार्य होउची तो निश्चित भाव में कूट जंत्रणा मंथरा कथा कहूँ ये प्रमाण तो से उल्टी गले ना जदि हृदय किसी ना भरत प्रति बा तो प्रति ताले भरत उपस्थित कथा हवा कथा डकई करा कथा ताकू पठे मामूर को याद अभिषेक यही पॉइंटा तो देती मंथरा एथिरे तो कई कई बदली जाइछन्ति तेणु से भरत कह तू यही कथार बदली गलु ये कथा बदल अच्छा तू जोटा भाविलु मंथरा कथार ସେଇଟା कौन तोर मंथरा बेसी निजर ना दशरथ बेसी निजर बापा बेसी निजर किए तोर निजर बापा कथा किसी शुणुन तो मंथरा हृदय को तू जानीदेलु जे ये मोर हित तो दशरथ जाना कथा से तो केते अनुनय विनय कहीं कथा बिल्कुल शुणु बोलो जो कड़ा कथा कह जो प्राण ने गला तो आज पर्यटन आमर जो हाव भाव लीला रहस्य आम जो थिला आम परिवार भितर तू आ विषय कौन चिंता कर किसी चिंता कर ना मत जनइलु ना मो आशा अपेक्षा कलु ना एक जो निजुक्ति नहीं करदेलु तेणु ये सब चिंता करके आज प्रेम को ठुकरा दी कहती भगवान संगे जो वास्तवता थिला भगवान जो उपकारिता थिला सब निजे उत्साह कर निजे हार पक्ष रही आज भाई मान को आनंद आनंद दौले से भरत तले आज ये समस्या देखुं
ତାଙ୍କ ଦ୍ୱାରା କଣ ହବ? ସେ କଣ ନିଷ୍ପତ୍ତି ନେବେ? କଣ ନିଷ୍ପତ୍ତି ନେବେ? एकमात्र निष्पत्ति जगत को या देखा देले शिक्षा देले जी माँ हो कौन है माँ संबंध भगवत लाइन कि नहीं भगवत विमोह करूँ जे माँ माँ नुहे ये आदर्श भरत देखे तेणु से दिन ठारू आ माँ को माँ प्रति से कहना माँ बोली देखना ताले प्रेम को मर्यादा कि जाती आदर करने कथा भरत नौतिक प्रेम पाखरे जगत ही शून्य शून्यतंग जगत सर्वं गोविंद विरहीण में गोविंद विरहण माने जगत किसी ना कहीं ना सब शून्य महाप्रभु मन शिक्षा गोविंद विरहीण में बाबा आमर से स्थिति की केते जन्म पर जीव से जो गोविंद विरहीण हाँ तापरे शून्य शून्य जगत शून्य लगी जीव आ कौन सी वस्तु आ माने सुख दे परिबनी शून्य ही जो सदा गोविंद विरहीण प्रथम पदरा कौन आर पदरा कौन शून्यायता जगत सर्व गोविंद विरहीण में ता ऊपर पदरा कौन एटा लास्ट पदरा जुगायितम जुगायिता निमिषण चक्षुषा प्रादसायतम शून्यायत जगत सर्वं गोविंद विरहीण में यहाँ पर कौन सिद्धांत नहीं साधकर सेवा ये चरम तेणु यही हूँ प्रेम पूजा प्रेम पूजा ये भाव ये चिंतन नहीं तो भरत तो समग्र राज्य को समस्त नहीं तो पहुंचले कौन चित्रकूट रे कौन है से कहार वाक्य स्फूर्ति से ना भगवान कहते ठीक अच्छे समस्त गोटे मत अच्छे ठीक अच्छे मुझे भी बहुत आलोचना तो से तर्क वितर्क प्रश्न उत्तर सब है समस्या को नहीं लास्ट तो भरत पर छाड़देला भरत भरत जी कहीदेव मोर किसी भरत से पर्यटन कहते आसतु आसतु बोली भरत पर आसीगला नाई नाई आज दरकार तत्सुखे सुखित्व तत्सुखे सुखित्व भगवत इच्छा को सेवा करने आसी ना स्वभावत इच्छा को आज्ञा देवा भगवत इच्छा को सेवा देवा सब चुपुड़े चुपुड़ी 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 चुपुड़ रस बाहर ना आम जो रस सब बाहर कमी बाहर कनारे बारंबार बारंबार चुपुड़ी 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 लास्ट को रस किसी रही ये हूँ प्रेम संबंध अभिधेय प्रयोजन महाप्रभु आज चर्चा कर मान हूँ यही स्थिति की आसिया यही स्थिति ही आज भगवान जिते लीला कह जिते वेद पुराण कह जिते ग्रंथ कह यही कि समस्त लक्ष्य ये आसिया समस्त प्रेरणा ये रसास्त्र कर तेणु से सब आम कि जातीय सतर्क कि जातीय सावधान हवा उचित जेहेतु दिव्य मनुष्य देह दिव्य ज्ञान देखी संतोष भगवान आमको सब दिव्य अस्त्र सब दिखाई मनुष्य देह मनुष्य सब दिव्य दिखाई कौन दिव्य सब दिखाई ना ये प्रेम उपलब्धि कर जो उपलब्धि रे जगत जगत कौन से भली वस्तु न तुमको आकर्षण करदे
ଭାଗ୍ୟଦ୍ୱୟେନ ବହୁଜନ୍ମ ସମାରିତେନ ସତ୍ସଙ୍ଗଂ ଚ ଲଭତେ ପୁରୁଷଂ ଯଥା ହୋଇ। ତାର ଭାଗ୍ୟ ବହୁ ଜନ୍ମର ପୁଣ୍ୟର ଫଳୀଭୂତ ହେଇକି ଯେତେବେଳେ ଉଦୟ ହେଇଯିବ, ମର୍ଯ୍ୟାଦା ବା ଆସ୍ୱାଦନ ସେଇଠି ଜାଣିବ ଯଦି ସତ୍ସଙ୍ଗ ତାକୁ ପ୍ରାପ୍ତ ହେଇଗଲା। ସତ୍ସଙ୍ଗ ଯଦି ପ୍ରାପ୍ତ ହେଲା ସେଇ ସ୍ଥିତିରେ କଣ ଭାବିବ ନା ଇଏ ତାର ଜନ୍ମ ଜନ୍ମାନ୍ତର ଯେ ଯୋଉ ପୁଣ୍ୟ ରହିଛି, କି ଜାତୀୟ ପୁଣ୍ୟ ନା ଏ ଦାନ ଦକ୍ଷିଣା ପୁଣ୍ୟ ନୁହେଁ, କିଛି ସନ୍ଥ ସେବା ସେ କରିଛି, ସନ୍ଥଙ୍କ ବାଣୀ ବା ଗୁରୁଜନଙ୍କର କୃପା ଲାଭ କରିଛି। ସେଇ ପୁଞ୍ଜୀଭୂତରେ ହିଁ ଆଜି ଫଳଟା, ଆଜି ଏଇ ଜାତୀୟ ସତ୍ସଙ୍ଗ ତାକୁ ମିଳିଗଲା, ସୁଯୋଗ ମିଳୁଛି। ଭାଗ୍ୟଦ୍ୱୟେନ ବହୁଜନ୍ମ ସମାରିତେନ ସତ୍ସଙ୍ଗମ ଚଲବତି ପୁରୁଷଂ ଯଥା ବହି। ଯାଦ୍ୱାରା କଣ ହବ ନା ଅଜ୍ଞାନକୃତ ମଦଅନ୍ଧକାର ନାଶ ବିଧାୟ ଉଦୟତେ ବିବେକ। ତେଣୁ ଏଇ ସବୁ ସ୍ଥିତି ସ୍ତରକୁ ନେଇକି ଆମେ ଯଦି ଆସ୍ୱାଦନ ବା ଆମ ସାଧନ ମାର୍ଗକୁ ଯଦି ଅଗ୍ରସର ହେବା, ତାହେଲେ ମହାପ୍ରଭୁଙ୍କର ଯୋଉ ଉଦ୍ଦେଶ୍ୟ ବା ଯୋଉ ଲକ୍ଷ୍ୟ ରହିଛି ରସାସ୍ୱାଦନ କରିବା ପାଇଁ, ତା ଭକ୍ତଜନଙ୍କୁ ଆମକୁ କଣ କେତେ ସେଥିରୁ ମିଳିବ ନିଶ୍ଚିତ। ତେଣୁ ଏ ବିଶ୍ୱାସ ନିଷ୍ଠା ବଜାୟ ରଖ କି ନାହିଁ। ସେଇଥିପାଇଁ କହିଲେ କି ଅନର୍ପିତ ଚରିଂ ଚିରାତ୍, ଏଇଥିପାଇଁ କହିଲେ, ଏଇଥିପାଇଁ ଆଉ କିଛି ନାହିଁ, ଆଉ କିଛି ନାହିଁ। କେତେ ବାଟରେ ଆଣି ଛାଡି ଏଇଠୁ ହିଁ ରସାସ୍ୱାଦନ। ହଉ, ଆମେ ନିଶ୍ଚିତ ଭାବରେ ଏ ରସ ଉପରେ ତ ଚରମ ପରମ ଦେଇଛନ୍ତି କି ସେ ଜୟଦେବ ଗୋସ୍ୱାମୀ। ୟାକୁ ତ ନିଶ୍ଚୟ ଆସ୍ୱାଦନ ବହୁତ ଲାଳସା ଅଛି ଶୁଣିବା ପାଇଁ। ତେଣୁ ମହାପ୍ରଭୁଙ୍କର ବିନା ଅନୁଗତରେ କଣ ଆସ୍ୱାଦନ ହବ କି ନା? ତେଣୁ ତାଙ୍କ ଲୀଳା ଚାଲୁ, ତାପରେ ଆମକୁ ରଖିବା ଆଉ ଖାଆନ୍ତୁ ଲୋଭରେ ଆମର। ତେଣୁ କଣ କହୁଛନ୍ତି, अतएव भक्ति श्री कृष्ण प्राप्ति उपाय प्राप्ति होती है, भक्ति के फल स्वरूप हलानी कि अभिधेय पर तो प्रयोजन आओ तो भक्तिर फल स्वरूप प्रेम उत्पन्न है। और प्रेम से कृष्ण सेवा रस का आस्वादन प्राप्त हो जाने पर संसार के त्रितापादि दुख तो अपने आप ही नष्ट हो जाते हैं। त्रिताप नष्ट, तार परिणाम टा त्रिताप जीव। बाबा त्रिताप जीव कौन हेड़ा गौण त्रिताप कौन जो परम आस्वाद्य जो फल को जो रस को आस्वादन करते ସାଧକ ମନେ ଗୋଟେ ଥାଏ ତ ଏଇଟା କଲେ ଏଇଟା ହେଲେ କଣ ହବ, ସେଟା ହେଲେ କଣ ହବ, ଏଇ କଣ ହବା ପାଇଁ ସେ ଟିକେ ଟିକେ ଧାରଣା ଦେଇଛନ୍ତି। କଣ ହବ ଏଇଆ ହବ। प्रेम का फल भवबंधन रूप दरिद्रता का नाश होना नहीं है। हाँ देखिले नहीं है भवबंधन को कौन संबंध, मुक्ति हो चाहते बल्कि प्रेम सुख का ही आस्वादन करना प्रेम का मुख्य प्रयोजन है। ଯେମିତିକି ଗୋଟେ ଦୃଷ୍ଟାନ୍ତ ଆମେ ଆଣିବା, ସମୟ ଅତିକ୍ରମ ପରେ କୌଣସି ଏକ କନ୍ୟା ବା ବାଳିକାର ପୁତ୍ରରେ ଜନ୍ମ ହେଲା, ବାହାର ପରେ ବର୍ଷ 2 ବର୍ଷରେ ସନ୍ତାନ ହେବା କଥା, କିନ୍ତୁ 5 ବର୍ଷ 8 ବର୍ଷ ଗଡ଼ିଗଲା, ତାପରେ ସନ୍ତାନ ହେଲା। ସନ୍ତାନ ବୋଲି ସମସ୍ତେ କହୁଥିଲେ ସନ୍ତାନଟେ ଦରକାର ବୋଲି। ଯେମିତି ଗୃହେ କି କାର୍ଯ୍ୟ ଯଦି ନାସ୍ତି ଭାର୍ଯ୍ୟା କି କାର୍ଯ୍ୟ ଯଦି ନାସ୍ତି ପୁତ୍ର ଏମିତି ସବୁ ଅଛି ନା। ଆଚ୍ଛା ପୁତ୍ରଟି ହେଲା, ତା ପୁତ୍ର ହେଇଗଲା, ଜନ୍ମ ହେଲା ପରେ ଯଦି କିଏ କହିବ ଆଚ୍ଛା ତୁମକୁ ପୁତ୍ର ତ ଦରକାର ଥିଲା, ପୁତ୍ରଟେ ହେଇଗଲା, ପୁତ୍ର ଯଦି ପାଇଲ ତ ଜାଣିଲ ଆଉ କଣ, ମୁଁ ଏଥର ପୁତ୍ରଟା ନେଇଯାଉଛି, ତ ପୁତ୍ର ତମର ହେଲା ଆଉ କଣ, ଛାଡ଼ିଦବ।
ଆରେ ପୁତ୍ରଟେ ହେବାର ଦରକାର ଥିଲା, ପୁତ୍ର ହେଇଗଲା। ହେଲା ପରେ ପୁତ୍ର କହିବ, ଜଣେ କହିବ ପୁତ୍ରକୁ ନେଇଯାଉଛି। ପୁତ୍ର ହେବାର ଦରକାର ଥିଲା, ପୁତ୍ର ହେଇଗଲା ଆଉ ପୁତ୍ର ଆଉ ଦୋଷଟା କଟିଗଲା ଆଉ ଦୋଷ ତୋର କଟିଗଲା ଆଉ ଛାଡ଼ିଦବ ନା। କାହିଁକି ଛାଡ଼ିବନି? ନା ପୁତ୍ର ପାଇବା ସଙ୍ଗେ ତାକୁ ସେବା ମୁଁ କରିବି। ପୁତ୍ର କଣ ପାଇଁ ପ୍ରାପ୍ତ କରାଯାଏ? ଆନନ୍ଦ ପାଇଁ ନା, ତା ସେବା ପାଇଁ ନା, ପରସ୍ପର ଆଦାନ ପ୍ରଦାନ ପାଇଁ ନା। ଏଥିପାଇଁ ଗୋଟେ ଦେଖିବେ ସମ୍ବରାସୁର ବୋଧରେ ସେ ଜଣେ ଥିଲେ, କଣ ତା ନା କିଏ ଯେ ପୁତ୍ରକୁ ପାଳିଲେ କି ପଦ୍ମାବତୀ ନା କଣ ତା ନା? ସେ ପୂର୍ବଦିନ ଥିଲେ ଜଣେ ଅପ୍ସରା ଥିଲେ। ମାୟାବତୀ କଣ ଭାନୁ ନା କଣ ତାଙ୍କର ସ୍ୱାମୀ ନା କଣ ବୋଧେ। ଦେଖିବେ ସମ୍ବରାସୁର ସିରିଏଲ ଦେଖିବେ, ସେଥିରେ ଆସିବେ, ବୁଝିଲେ। ଆଚ୍ଛା, ସିଏ ରସାୟନ ବିଦ୍ୟା ଏସବୁ ତପସ୍ୟା କରିକି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିକି ସବୁ ପ୍ରାପ୍ତ କରିଥିଲେ। ରସାୟନ ବିଦ୍ୟା ମାନେ ଛୋଟ ଛୁଆକୁ ସେ ଗୋଟେ ସେକେଣ୍ଡ ଭିତରେ ତାକୁ ଅନୁଭବ କରିଦେବେ। ଆଉ ସମ୍ବରାସୁର ପ୍ରଥମକୁ କଣ କରାହେଲା? ସେୟା କରାହେଲା ନା ଆଉ। ତେଣୁ ସିଏ ଯେତେବେଳେ ବରପ୍ରାପ୍ତ ହେଇଗଲେ, ଅସ୍ତୁପ ହେଇଗଲା, ସିଏ ଅଛନ୍ତି ଜଣେ ଋଷିଙ୍କ ପାଖରେ ଅଛନ୍ତି, ଆଉ ଋଷିଙ୍କର ସନ୍ତାନ ସନ୍ତତିଟା ଅଛନ୍ତି। ସିଏ ତାଙ୍କଠି ପ୍ରୟୋଗ କରିଦେଲା କି ପ୍ରୟୋଗ କରିଦେଲି। କୁଆଡେ ଯାଇଛନ୍ତି ଋଷି ବା ମାତା କୁଆ ଯାଇଛନ୍ତି କି ଛୁଆଟାକ ଅଛନ୍ତି, ଇଏ ଅଛି, ଇଏ ବର ପ୍ରାପ୍ତ, ଆଉ ତେଣୁ ତା ଲାଗିଲା ଆଉ ସେ ପୁରା ଯୁବକ ହେଇଗଲେ। ଆଉ ଯୁବକ ସିଏ ଯେତେବେଳେ ଆସିଛନ୍ତି, ଯେତେବେଳେ ଋଷି ପ୍ରଭୁ ଆସି ଦେଖିଛନ୍ତି ଯେ ଆମ ସନ୍ତାନ କୁଆଡେ ଗଲେ, କୁଆଡେ ହେଲେ, କଣ ହେଲା, ଖୋଜାବେଳା କଲେ, ଇଏ ଖୁବ୍ ହସୁଛି। ଆଉ କଣ, କାହିଁକି ଦିଟା ଯୋଗ ପିଲା ବୁଲୁଛନ୍ତି ଭିତରେ, ଇଏ ଖୁବ୍ ହସୁଛି। ଆଉ କଣ ତ ହସିବାର କାରଣ କଣ? ନା ଇଏ ପିଲା ତମର ପିଲା, ଏ ଦିଟା ସନ୍ତାନ ତମର ପୁତ୍ର ହେବେ, ନା ଇଏ କିନା ଆମର ସନ୍ତାନ ହେବେ। ଛୋଟ ଛୁଆ ସବୁ ଇଏ ସବୁ କେମିତି ହେଲେ, ସବୁ କଣ କେମିତି ସେସବୁ ବିବରଣୀ ବତେଇଲା। ଆଉ ବତେଇଛନ୍ତି ବହୁତ ପ୍ରଧାନତଃ ସେ ହେଇଗଲେ। ଆଉ ହେଲେ ମୁଁ ଏଇ ରସଟାକୁ ଆସ୍ୱାଦନ କରୁଥିଲି। ହଁ, ବାତ୍ସଲ୍ୟ ରସଟାକୁ ସର୍ବନାଶ କରିଦେଲ। ତାକୁ ସେଇଠି ଅଭିଶାପ ଦେଲେ ନା। ଆଉ ଯାଅ ତୁମେ, ଏଥିପାଇଁ ତୁମେ ରସାର ବିଦ୍ୟା ତୁମେ ଭୁଲିଯିବ, ଆଉ ଭୁଲି ଯାଇକି ପ୍ରତ୍ୟେକ ଜନ୍ମ ହବ। କୃଷ୍ଣ ସ୍ମୃତି ଯେତେବେଳେ ହବ, ଯେତେବେଳେ ଆବଶ୍ୟକ ହବ, ପୁଣି ତୁମର ବିଦ୍ୟା ତୁମ ପ୍ରାପ୍ତ ହବ। ସେଇଠୁ ଅଭିଶାପ ଆସିକି ସମ୍ବରାସୁର ଘରେ ଥିଲେ। ଦାସୀ ସେବା କରୁଥିଲେ ସେଠି। ସେଥିପାଇଁ ପ୍ରେମ ସେବାରେ ପରିପାଟି କରାହେଇଛି। ପ୍ରେମ କଲେ ସେବା, କୃଷ୍ଣ ସେବା। ଯେମିତିକି ଗୋଟେ ସ୍ତ୍ରୀ ବହୁ ଜନ୍ମ ପରେ ପୁଣି ଜନ୍ମ କରିକି ତାର ସେବା ପାଇଁ ସେ ଲାଳାୟିତ ଥାଏ, ଏମିତି ବହୁ ସାଧନ ପରେ ଆଜି ସନ୍ତାନ ସ୍ୱରୂପରେ ଯଦି ପ୍ରେମ ପ୍ରକଟ ହେଇଗଲା, ତାହେଲେ ତାକୁ ସେବା ସୁଖ ତାଠୁ ନା ଭଗବାନ ସେବା, କୃଷ୍ଣ ସେବା। ପ୍ରେମ କହିଲେ କୃଷ୍ଣ ସେବା। କାହାଣୀ କଣ ଥିଲା? ନିଜ ହାତରେ ସୋ ହାତରେ ସବୁ ସେବା ଥିଲା। ଯଶୋଦାଙ୍କର କଣ ଥିଲା? ସୋ ହାତରେ ସେବା ଥିଲା। ସଖା ମାନଙ୍କର କଣ, ଦାସ ମାନଙ୍କର ସୋ ହାତରେ ସେବା। ତେଣୁ ପ୍ରେମ କଲେ ଆଉ କିଛି ନାହିଁ, ଆଉ କିଏ କହିଲେ ଆଉ କିଛି ନାହିଁ, ଆଉ କିଏ କଲେ ମନେ ପାଇବନି, ନାଇଁ ମୋର ସେବା ମୁଁ କରିବି। ତେଣୁ ସେଇ ସେବାର ସେଠାରେ ଭଗବାନ ରସ ସ୍ୱରୂପ ପ୍ରକଟ ହେଇ ଖେଳିବେ। ଭଗବାନଙ୍କର ରାଧାଙ୍କର କୃଷ୍ଣଙ୍କର କଣ ତାଙ୍କର ରୂପ ମାଧୁରୀ ସବୁ କଣ? ରସର ପ୍ରତିମୂର୍ତ୍ତି ନା। ଆଉ ରସର ସାଧନେ ଭାବିବ ଯାହା ସିଦ୍ଧ ଦେବେ। ଏ ସାଧନ ଗୋଟେ କଣ? ଏଇ ଯୋଉ ସମ୍ବନ୍ଧ ଅଭିଧାନ ପ୍ରୟୋଗ, ଏ ତିନିଟାକ ସାଧନ। ଆଚ୍ଛା, ଭଗବାନଙ୍କୁ ସମ୍ବନ୍ଧ ରୂପରେ ଜାଣିବା ସାଧନ କି ନାହିଁ?
कौन कले मिल कौन त्याग वैराग कले से मिले प्राप्त हो साधन कि नहीं साधन तेणु सब साधन कर तेणु यही उपरे महाप्रभु कहवाक आग संबंधटा ହେଲା ପରେ ସାଧନ ଆସିବ ନା ଆମେ ତ ସମ୍ବନ୍ଧଟା ସ୍ଥିର କରିନେ କଣ ବୋଲି ଭାବିବା नहीं संबंध माने ଆମେ ସବୁ କହୁଛେ ଯେତେବେଳେ ଆମକୁ ପ୍ରଭୁ କୃପା ଏସବୁ ଆମକୁ ଯୋଉ ଜଣାଉଛନ୍ତି ବା ଆମେ କିଛି ତୁଳନା ଭିତରେ ଯୋଉ କରୁଥାଏ ମନରେ ଆସୁଛି ଏ ଭଗବତ କୃପା କୁଆକୁ ମାନିବନି କଣ ମାନିବ ଭଗବତ ଇଚ୍ଛା ବୋଲି ଆକୁ ମାନିବାକୁ ପଡିବ ନା ଆଉ କଣ ମାନିବାକୁ ପଡିବ ସେଇଟା ଗୋଟେ ଆଧାର ତ ହବ ତେଣୁ ଏସବୁ ଶୁଣିଲା ପରେ ଧୀରେ ଧୀରେ ତାକୁ ସବୁ ଆରେ କୈକେୟୀ ଭଳି ପ୍ରେମିକୀ ତ କୈକେୟୀ ଭଳି ପ୍ରେମିକୀ ତ ମନ୍ଥରା ଭଳି ଲୋକ ବିଚଳିତ କରିଦେଲା କରିଦେଲାନି କରିଦେଲାନି हाँ ତେଣୁ ସତ୍ସଙ୍ଗର କିଛି ସତ୍ସଙ୍ଗ କମୁ ନା କଣ ଭଗବାନ କହିଛନ୍ତି ପରା ସତାମ ପ୍ରସଙ୍ଗାନ ମମ ବିଦ୍ୟ वो संबंध हाँ ମମ ବିଦ୍ୟ ମାନେ କଣ ମୋର ଶକ୍ତି ମୋର ଶକ୍ତି ଯାଇକି କର୍ଣ୍ଣ ବିଭରେ ପଶିକି ହୃଦୟକୁ ସେ ସବୁ ଘାଣ୍ଟିକି ଚକଟା କରିଦବ ହାଇ ତମେ କିସ ଭାଗ ବୋଲି ଯୋଉ କାମନା ସଂକଳ୍ପ ବିକଳ୍ପ ଭିତରେ ସବୁବେଳେ ହଉଛି ମୋର ଶକ୍ତି ଯାଇକି ସେଠି କଣ ସବୁ କରିବ ସମସ୍ତଙ୍କୁ ଭଗେଇବ ନା ଭଗେଇବନି भगेगा समस्त ଭଗେଇକି ଲାଷ୍ଟକୁ କଣ କହିଛି ରକ୍ତି କଣ ଶ୍ରଦ୍ଧା ରକ୍ତି ଭକ୍ତି उत्पद्यते हाँ पतांग प्रसंगान विद्य संविदो भवन्ति हृत्कर्ण रसायन कथा तद्दोषणा आस अपवर्ग वर्तमनि श्रद्धा रक्ति भक्ति अनुक्रमिष्यति अनुक्रमिष्यति कर्म अनुसारे श्रद्धा भक्ति रक्ति सब प्रकट कर दियो सत्संग रे जो किसी सिद्धांत बा जो किसी रस आस्वादन टी चर्चार विषय होती ताहार प्रेरक भगवान नहीं भगवान कहीं असमर्थ बोली आम भावराज आने कौन दरकार अवश्य अवश्य स्फुरण हब स्मरण हम महिला को से हटेब से ही निजे स्थापित हम सबुठ सत्यर स्थापित होती अन्य किसी नहीं आम जो आमर कौन सम्बन्ध होती कौटी कौन होती कौन एटा कह कि ना दैन्यतार लक्षण रख या अलसुआ लखनी आपको दैन्यतार रख दैन्यता दरकार आलस्य रखनी आलस्य रखनी हे ज्ञान हे ज्ञान तो रखनी एक्टिव अस्तु प्रेम का फल भवबंधन रूप दारिद्रता का नाश होना नहीं है, बल्कि प्रेम सुख का ही आस्वादन करना प्रेम का मुख्य प्रयोजन है। अतः वेद शास्त्रों में श्री कृष्ण को संबंध तत्व तथा कृष्ण भक्ति को अभिधेय तत्व और प्रेम को प्रयोजन तत्व महाधन रूप कहकर वर्णन किया गया है। वेदादि समस्त शास्त्रों के मुख्य संबंध श्री कृष्ण को जान लेने पर अथवा उनकी सेवा प्राप्ति हो जाने पर माया का बंधन तो आनुषंगिक रूप से अपने आप नष्ट हो जाता है। किसी किसी शास्त्र में श्री कृष्ण को छोड़कर अन्यान्य देवी देवताओं को भी साध्य रूप में जो प्रतिपादित किया गया है उसका समाधान निम्नलिखित श्लोक में करते हैं। तथा ही भक्ति रसामृत सिंधु दक्षिण विभागे व्यभिचार लज्जाम लज्जा ने लहरजाम व्यामोहायो चराचरस्य जगतस्तेति पुराणागमा स्तां तामेव हि देवतां परमिकां जल्पन्तु कल्पावधिः सिद्धान्ते पुनरेक एव भगवान् विष्णु समस्तागम व्यापारेषु विवेचन व्यतिकरं नीतेषु निश्चीयते।
अन्यान्य देवी देवताओं को संबंध तत्व या पर तत्व बतलाने वाले पुराण एवं आगम आदि शास्त्र अर्थात तंत्र आदि शास्त्र उन समस्त चराचर जगत वासियों को जो पुराण आदि का सम्यक विचार करने में असमर्थ है, विशेष रूप से मोहित करने के लिए कल्प काल तक उन देवी देवताओं को श्रेष्ठ बतलाकर जल्पना करते रहे, तो क्या करे किंतु समस्त आगमादि शास्त्रों का रूढ़ी आदि वृत्ति द्वारा सम्यक विचार करने पर जो सिद्धांत उपनीत होता है, उस सिद्धांत के अनुसार एकमात्र भगवान श्री कृष्ण ही सर्वश्रेष्ठ रूप में संबंध तत्व या साध्य तत्व निश्चित होते हैं। ठीक है। पद्म पुराण उत्तराखंड श्लोक 2/6/13 श्लोक द्रष्टव्य। श्लोक से पता लगता है कि जिससे इस लोक सृष्टि की उत्तरोत्तर बुद्धि हो सके, उस उद्देश्य से जीवों को मोहित करने के लिए स्वकल्पित आगम आदि शास्त्रों की रचना के लिए स्वयं श्री कृष्ण ने श्री शिव जी आदि को आदेश किया था। अतः आगमादि शास्त्र जो श्री कृष्ण को छोड़कर अन्य देवी देवताओं को परतत्व कहकर वर्णन करते हैं, वे केवल साधारण लोगों को जो शास्त्रों का समन्वय पूर्वक सम्यक विचार नहीं कर सकते, उन्हें मोहित कर सकते हैं। जिस जिस पुराण में जिस जिस देवता की कथा वर्णन की गई है, वो पुराण उस देवता को ही परतत्व कहकर वर्णन करता है। इसमें कुछ क्षति भी नहीं है, कारण कि जो लोग भुक्ति मुक्ति की वासनाओं का त्याग करने के इच्छुक नहीं है और जो शास्त्रादि का निरपेक्ष विचार न करके अपनी भुक्ति मुक्ति की वासना के अनुकूल शास्त्र वचनों को ही ढूंढते फिरते हैं, वे समस्त आगम पुराण आदि केवल मात्र उन लोगों के लिए आदरणीय है। यदि इस प्रकार के आगम पुराण प्रकटित न होते तो भी वे लोग अपनी भुक्ति मुक्ति की वासना को न छोड़ सकते। इसीलिए ये आगम पुराण उनका इसके अतिरिक्त कुछ भी अनिष्ट नहीं कर सकते हैं। और जो लोग शास्त्र का निरपेक्ष विचार करने वाले हैं एवं जो स्व सुख वासना का त्याग करके जीव के स्वरूपानुबंधी कर्तव्य साधन की खोज में लगे हुए हैं, वे आगम पुराण उनकी भी कोई क्षति नहीं कर सकते, कारण कि वे लोग ऐसे आगम शास्त्रों का कभी आदर ही नहीं करते। इसलिए कहा गया है कि ऐसे आगम शास्त्रों से कोई क्षति नहीं पहुंचती, यदि वे अन्य देवी देवताओं को परतत्व कहते हैं। किंतु समस्त शास्त्रों का निरपेक्ष सिद्धांत यही है कि एकमात्र भगवान श्री कृष्ण ही परतत्व या संबंध तत्व है। अब ये कौन सिद्धांत है? संबंध तत्व उपरे संबंध तत्व उपरे भगवान श्री कृष्ण प्रतिपाद करा सर्वोपरि उपरे कहते कहीं कहीं अच्छा जो अन्य देवादेवती भी परतत्व विचार कर विचार करी मानुचंती ताहा भी पुराण पत्र सब रही जदि रही तुलना कर आर वास्तवता कहीं जब बुझा चाहूँ गोटे विषय को आम संपूर्ण शुणिले किसी तार सिद्धांत दे पार
ବା ଡିସିସନ ନେଇପାରିବା ତାଠୁ ଟିକେ ଶୁଣିକି କରି ହବ ନେଇ ହବ ନା ଜଜ୍ କେତେବେଳେ ଲାଷ୍ଟ ଡିସିସନ ଦଉଛି ଜଜ୍ କିନ୍ତୁ ଶୁଣୁଛି କେତେବେଳେ ସମସ୍ତଙ୍କର ଶୁଣିଲା ବର୍ଷ ପରେ ବର୍ଷ ଧରିକି କେସ୍ ଚାଲୁ ହଉଛି ହୁଁ ଲାଷ୍ଟକୁ କଣ ଏସ୍ ନ ଶୁଣେଇବା ପାଇଁ ହୁଁ ସବୁ ସିଦ୍ଧାନ୍ତରେ ଶୁଣି ସାରୁଛି ତାପରେ ସେମିତି ଯେ ସର୍ବବେତା କିଏ ସେ ପ୍ରତ୍ୟେକ ଶାସ୍ତ୍ର ଗ୍ରନ୍ଥର ଉଦ୍ଦେଶ୍ୟ ସବୁ କଣ ଯେମିତିକି ବେଦ୍ୟମ ବାସ୍ତମତ୍ର ଶିବଦମ ବେଦ୍ୟର ବାସ୍ତବ ମତ କଣ ଉଦ୍ଦେଶ୍ୟ କଣ ନା ତ୍ରିତାପକୁ ହଟେଇବା ପ୍ରେମକୁ ସ୍ଥାପିତ କରିବା ହଁ ତାପତ୍ର ଉନ୍ମୂଳନମ ତାପତ୍ର ମୂଳ ନ କରିବା ଆଚ୍ଛା ଏ ଯୋଉ ପୁରାଣ ପୁସ୍ତକ ସବୁ ହେଇଛି ଇତିହାସ ଯାହା ସବୁ ହେଇଛି ସବୁ ତ ବେଦର ତ ସରଳାର୍ଥ ସବୁ ହଁ ଭଗବାନ ବେଦ ବ୍ୟାସ ସବୁ କରିଛନ୍ତି ତ ହୁଁ ତେଣୁ ସେ କହୁଛନ୍ତି ଯେ ସମଗ୍ର ଶାସ୍ତ୍ରର ଉଦ୍ଦେଶ୍ୟ ହଉଛି ଭଗବତ ଚରଣର ସେବା ପାଇଁ ହୁଁ ଭଗବତମୁଖୀ କରିଦେବା ପାଇଁ ତେଣୁ ଏତେ ଚାନ୍ସ କଳା ପୁରୁଷ କୃଷ୍ଣ ତୁ ଭଗବାନ ସ୍ୱୟଂ ଇଏ ହଉଛି ସର୍ବଶାସ୍ତ୍ର ନିର୍ଦ୍ଦେଶ ତତ୍ଵ ଯେତେ ଭଗବାନଙ୍କ ଏ ଶାସ୍ତ୍ର ଲୀଳା କଥା ଛାଡ ଭଗବାନ ଯୋଉ ଅବତାର ନେଇଛନ୍ତି ତାକୁ ବି କଳା ବିଶିଷ୍ଟ ଗୁଣ ବିଶିଷ୍ଟ ଉପରେ ରଖିକି ପୂର୍ଣ୍ଣତା ରୂପରେ ପୂର୍ଣ୍ଣମଦ ପୂର୍ଣ୍ଣମିଦ ନ୍ୟାୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରତିପାଦିତ କରାହେଇଛି ତେଣୁ ଇଏ ହଉଛି ବାସ୍ତବ ସମ୍ବନ୍ଧ ତତ୍ଵ ଯେ କି ଭଗବାନ ଶ୍ରୀକୃଷ୍ଣ ଅନ୍ୟାନ୍ୟ ଦେବତା ମାନେ ଯୋଉ ଗ୍ରନ୍ଥରେ ଆମେ ଦେଖି କହୁଥାଏ ସବୁ ଆଂଶଙ୍କ ରଖାଯାଇଛି ବା କିଛି ନିମ୍ନ ସ୍ତରର ବ୍ୟକ୍ତିଙ୍କ ପାଇଁ ଏସବୁ ସିଦ୍ଧାନ୍ତ ରଖାଯାଇଛି ହଠାତ୍ ତ ଉପରସ୍ତର କଥାକୁ ତ ଯାଇପାରିବେନି ତେଣୁ ଧୀରେ ଧୀରେ ସ୍ତର ସ୍ଥିତି ଅନୁସାରେ ସିଡି ଅନୁସାରେ ଯେମିତି ଛାତକୁ ଯିବାକୁ ପଡେ ସବୁ ରଖାହେଇଛି ତେଣୁ ୟାର ସମ୍ପୂର୍ଣ୍ଣ ମର୍ମ ଯେ ବୁଝେ ତାର ଶ୍ରଦ୍ଧା କେମିତି ରହିବ ଦେବଦେବତୀ ଉପରେ ବା ଦେବଦେବତୀ ଇଷ୍ଟ ବୋଲି ସେ ମାନିବ ତାକୁ ୟା ପାଇଁ ଗୋଟେ ସରଳ ଦୃଷ୍ଟାନ୍ତ ଆପଣ ଶୁଣନ୍ତୁ ଯୋଉଟା କି ଆମ ପାରିବାରିକ ଜୀବନରେ ଯୋଉଟା କହୁଛି ଆଚ୍ଛା ଆମର ଯୋଉ ସବୁ ମଫସଲିଆ ଗାଁ ଗହଳି ସବୁ ଅଛି ଆମ ଅନୁଭୂତି କଥା କହୁଛି ଥାନା ନାଁ କହିଲା ମାନେ ଝାଳ ପଡେ ଥାନା ତ ହଁ ପୋଲିସ ଆଉ ଥାନା ନାଁ ଦାରୁଗା ପାଖକୁ କୌଣସି କେସ ପଳେଇଲା କାହା ଘରୁ ସାହିରେ ପଳେଇ ଆସିଥିଲେ ବୋଲେ କେତେ ହେଇଛ କଣ ପାଇଁ ଓହୋ କହନି ଏବେ ଟିକେ ତ ଜାଣୁଛନ୍ତି ହେଲେ ଯେତେବେଳେ ଆମ ଛୁଆ ସମୟରେ ଆଉ କହନି ଆଉ ସମସ୍ତଙ୍କ ମାନେ ଆଉ ଭୟ ଯେ ବାକ୍ୟ ସ୍ଫୁରଣ କିଛି ଦାରୁଗା ପୋଲିସ କି ଦେଖିଲା ଯଦି ଥାନାକୁ ଟାଣି ନେଲା ସେ ତା ବୁଦ୍ଧି ଧ୍ୱଂସ ହେଇଗଲା ତା କିଛି କହିପାରିବ ସେ ଯାହା କହିଲେ ଇଏ ହଁ କଣ ନ୍ୟାୟ ସେ କରୁଛି କି ଅନ୍ୟାୟ କରୁଛି ଯେମିତିକି ଗୋଟେ ଗାଁରେ ବସିଲେ ନ୍ୟାୟ ଅନ୍ୟାୟ କଲେ ପଦେ ପଦେ କହିବାକୁ ପଡେ ସେଠି କିଛି କହେ କିଛି ବୁଦ୍ଧି ସ୍ଫୁରିବନି କହିବ କଣ ଏତେ ଭୟ ଏତେ ଡର ଦିଏ ଆଚ୍ଛା ଏଇ ସ୍ତରର ବ୍ୟକ୍ତିମାନେ ସବୁ ଅଛନ୍ତି ସେ ଯାହା ନିଷ୍ପତ୍ତି ଦେବ ଏଇଆ କହିବୁ ତୁ କାହିଁକି କହୁଥିଲୁ ଏଇଟା କହିବୁ ନଦୀ ଜୋରିମାନା ଦେ ତୋର କେସ ହେଲା ଯଦି ଆଉ ଦ୍ୱିତୀୟବାର ସେ ଆସେ ଏ ଜେଲକୁ ପଠେଇବି ବା ମାଟ ଦେବି କଣ ଗୋଟେ କହିବ ସେ ଅନୁସାରେ ଆସିବ ଆଚ୍ଛା ୟା ଭିତରେ ସମାଧାନ କରିବା ପାଇଁ କଣ ଥିବ ନା ଗାଁରେ ସବୁ ନେତା ଥିବେ ସରପଞ୍ଚ ଥିବ କି ସୁନେତା ସବୁ ବୁଲୁନାହାନ୍ତି ସବୁ ହଁ ଚେୟାରମ୍ୟାନ ଥିବ ହଁ କିଏ ଥିବ ସବୁ ଥିବେ ଆଚ୍ଛା ଏଇଟାକ ଯାର ଯୋଉ ସମ୍ପର୍କ ଅଛି ସେ ଯାଇକି ପହଞ୍ଚିବ ସେ ପହଞ୍ଚିଲେ ସିଧା ଯାଇକି ତାର ହାତରେ ବସିକି ତା ଚାରି ବସିକି କଥୋପକଥନ ହବ କଣ କରିବ ତାର ଭୟ କିଛି ନାହିଁ ତାର କଣ ଭୟ ଅଛି ଦରକାର ପଡେ ଏଇଭଳିଆ 5 ମିନିଟ୍ ଟ୍ରାନ୍ସଫର କରିବି ଯଦି କିଛି କରିବୁ ତାହେଲେ ଏବେ ଏମଏଲଏ ପାଖକୁ ଯିବି ହେଲେ ଆମ ଟିକେ ମନ୍ତ୍ରୀ ପାଖକୁ ଯିବି ତୁ ଆମ ଚାକର ନା ଆଉ ତତେ ଆମେ ଯେମିତି କହିବୁ ତୁ ସେମିତି ତୁ କରିବୁ ନା ଆଉ ତୁ କିଏ ତାର ଏଇ ଭାବ ରହିଛି ତାର ଡର ନାହିଁ ଭୟ ନାହିଁ କିଛି ଏମିତି ହଉ ଠିକ ଅଛି ଯଦି କିଛି ହେଇଛି ତାହେଲେ କିଛି 10-5 ନେଇକି ଛାଡ଼ିଦେବା ସେ ଉପରକୁ ଉଠି ପାରିବନି ଆଉ
ବା 5,000 ମୁଁ ଦିଏ ବୋଲି ସେ କହିପାରିବନି। କାହିଁକି 5,000 ଡିମାଣ୍ଡ କଲା ମାନେ ସେ ଗଲା ରାତାରାତି ବଦଳି ହେଉଛନ୍ତି ବୁଝନି। ତେବେ କହିବାରେ ଦୃଷ୍ଟାନ୍ତ ହେବାର ମାନେ କ'ଣ? ଯାହାର ଉପର ମହଲ ହାତ ଅଛି ଚିହ୍ନିଛି ସେ ଆଉ ଭୟ କରୁଛି ନା ଭୟ କରିବ। ନା। କିନ୍ତୁ ମଫସଲ ଲୋକ ଭୟରେ ସେ ଡର ଭୟରେ ହେଲା ମାନେ ଭୟଭୀତ ହେଇଯାଉଛି ଡରି ଯାଉଛି ଯାହା କହିଲେ ହଁ ଯାହା କହିଲେ ତା ମାନିବାକୁ ବାଧ୍ୟ। ତେଣୁ ନ ଜାଣିବା ବ୍ୟକ୍ତି ସେ ବିଷୟରେ ରାଜନୀତି ବିଷୟରେ ନ ଜାଣିବା ବ୍ୟକ୍ତି ନିଶ୍ଚିତ ଭାବରେ ଦାରୁଆକୁ ଭୟ କରୁଛି, ଥାନା ଅଫିସରକୁ ବା ପୋଲିସକୁ ଭୟ କରୁଛି। କିନ୍ତୁ ନେତା ଅଛି ଯେ ଆମର ଗାଁରେ ସିଏ ତାପରେ ଯାଇକି ହାକିମ ଦେଖାଉଛି ଦେଖୁଛନ୍ତି ସେମିତି ଏଠି ଆସନ୍ତୁ ଧର ଅନ୍ୟ ଦେବତା ଏଠି ସମଗ୍ର ଶାସ୍ତ୍ର ସାର ସିଦ୍ଧାନ୍ତ ଯାହାକୁ ଜଣାଅଛି ସନ୍ଥ ମାନେ ସାଧୁ ସନ୍ଥ ସାଧୁ ସନ୍ଥ ମାନେ ସିଏ କାହିଁ ଖାତିର କରିବେ? ସେ ଦେବାଦେବତୀ ଉପରେ କାହିଁ ଖାତିର କରିବେ? ଅସୁବିଧା ନାହିଁ। ଯୋଉମାନେ ଜାଣନ୍ତୁ ନାହିଁ, ଯୋଉମାନେ ମୁଁ ଜଣେ ଗୃହସ୍ଥ ମୁଁ ଜଣେ ଅମକ ଢିକି ଚକୁଳି ବୋଲିକି ଏଭଳି ମାନେ ମାନିକି ଅଛନ୍ତି, ସେମାନେ ତ ଅବଶ୍ୟ ଦେବାଦେବୀ କି ତ ମାନିବାଟା ମାନିବେ ମାନିବେ। ମାନିବେ। ସେ ଯାହା କହିବ ସେ ଯାହା କହିବେ ଦେବେ। କ'ଣ ନା ମତେ ଗୋଟେ ମଣିଷ ମୁଣ୍ଡ ଦରକାର, ଖୋଜିବ ମଣିଷ ମୁଣ୍ଡ ପାଇଁ ଆଉ ହଁ ଯାହା ହଉ ପାପ ହଉ ଯାହା ହଉ ଚୋରି ବଳି ଭଜା ଯାହା ଦରକାର ଆଉ ଏରା ଆମେ କରୁଛୁ ନା କରୁଛୁ? ହଉଛି ସବୁ ଗୋଟେ ବାଉଜି କରିବ ନା ବଳି ଭଜା ତୁ ଖାଇବୁ ନା ତୁ ଏଠୁ ସ୍ଥାନାନ୍ତରିତ ହବୁ? ଭକ୍ତ ମାଳରେ ଆସିଛି କଥା। ଦେବାଦେବୀ ସବୁ ଆସିକି ଷ୍ଟେଲା ଚାଲିଟି ହେଇଛନ୍ତି ସନ୍ଥଙ୍କର କବିରଙ୍କର କ'ଣ ଯେତେ ସବୁ ବଡ଼ ବଡ଼ ସନ୍ଥ ସମର ଅଛନ୍ତି ସବୁ ଦେବାଦେବୀ ସବୁ ବଳି ଭଜା ସବୁ ହଉଥିଲେ ଯାଇକି ଏଠି ପହଞ୍ଚିଲେ। ଏଠି ପହଞ୍ଚଛନ୍ତି ଦେବୀଙ୍କ ଉପରେ କହିଲେ କ'ଣ ଏସବୁ ସନ୍ଥ ଚାଲିଛି? କହିଲେ ମୋର ପ୍ରଭୁ କିଛି ଦୋଷ ନାହିଁ, ଏଇ ଲୋକମାନେ ବୁଝୁନାହାନ୍ତି ଏମାନେ ଆସିକି କରୁଛନ୍ତି, ମୋର ଏଥିରେ କିଛି କାମ ଅଦ୍ୱୈତ ପ୍ରଭୁଙ୍କର ନିଜର। ତେଣୁ ଦେବୀ ଆସିକି ଏଠି ଚେଲି ହେଇଛନ୍ତି। ଏସବୁ ଭକ୍ତମାନେ ସବୁ ଆସେ। ତେଣୁ ନିମ୍ନସ୍ତର ବ୍ୟକ୍ତି ପାଇଁ ଏ ଦେବାଦେବୀଙ୍କ ପାଖରେ ତାଙ୍କର ସବୁ ରହିଛି। କିନ୍ତୁ ଯୋଉମାନେ ଉଚ୍ଚସ୍ତରରୁ ସିଦ୍ଧାନ୍ତ ଉପରେ ଯୋଉମାନେ ଯାଇଛନ୍ତି ସନ୍ଥମାନଙ୍କୁ ସେମାନେ ସମ୍ବନ୍ଧକୁ ହିଁ ଏକମାତ୍ର ଭଗବାନ କୃଷ୍ଣଙ୍କୁ ଜାଣନ୍ତି, ଦେବାଦେବୀ କି ନାହିଁ। ନିମ୍ନସ୍ତର ବ୍ୟକ୍ତି ହିଁ ଗାଁ ଗହଳି ଲୋକ ଦାରୁଗାକୁ ମାନିଲା ଭଳିଆ ସେମିତି ଦେବାଦେବୀ କି ମାନଛି ମାନେ। କିନ୍ତୁ ସମୟଚ୍ୟୁତ ଆସିଗଲା ପରେ ଏସବୁ ଜାଣିଲା ପରେ ତାର ଦିନ ଦିନ ହେଲେ ଏ ଦେବାଦେବୀଙ୍କ ସମ୍ବନ୍ଧ କଟିଯିବ। କିନ୍ତୁ କୃଷ୍ଣ ସମ୍ବନ୍ଧ କାଟିବା ପାଇଁ କୌଣସି ସାମର୍ଥ୍ୟ ସିଦ୍ଧାନ୍ତ ଶାସ୍ତ୍ର ନାହିଁ। କିନ୍ତୁ ଦେବାଦେବୀ ସିଧା ସମ୍ବନ୍ଧ କଟିଯିବା ପାଇଁ ଇଜି। ସେ ସେଇ କଥା କହୁଛନ୍ତି ଯେ ବାସ୍ତବ ସିଦ୍ଧାନ୍ତ ବା ସମ୍ବନ୍ଧ ତତ୍ତ୍ୱ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। କୋଉ ଶାସ୍ତ୍ର ପଢ଼ ତାର ଉଦ୍ଦେଶ୍ୟ ଥିବ ନିଶ୍ଚିତ କୃଷ୍ଣ ଚରଣରେ ପ୍ରୀତି କରିବାକୁ, ଅନ୍ୟ କିଛି ନାହିଁ, ଅନ୍ୟ କିଛି ନାହିଁ। ଆମେ ଯେତେ ସବୁ ମାନୁଥାଏ ଆମର ଅଜ୍ଞାନ ବଶତଃ ମାନୁଥାଏ। ଯୋଉଟା ଆମ ପରମ୍ପରା କହୁଥାଏ ଏଇଟା ହଉଛି ଅନ୍ଧ ପରମ୍ପରା, ଏଟା ଆଦର୍ଶ ପରମ୍ପରା ନୁହେଁ, ଅନ୍ଧ ପରମ୍ପରା। ତେଣୁ ଏ କଥା ବାରମ୍ବାର ଜନ୍ମେ 2 ଜନ୍ମ 3 ଜନ୍ମ 4 ଜନ୍ମ ଶୁଣିଲା ପରେ ଅବଶ୍ୟ ବଦଳିବ। ବଦଳିବନି ଆଜି କହୁଛୁ ନାଇଁ ମାରା କେମିତି ଛାଡ଼ିବା, ସମୟ ଆସୁ ଛାଡ଼ିଦେବ। ଆମର ତ ଚର୍ଚ୍ଚା ସବୁ କାଲି ହଉଥିଲା, ଏଇଟା ଡବଲ ଚର୍ଚ୍ଚା ଚାଲିଛି। ଏଇଟା ଆମର ଚାଲି ଯାଇଥିଲା ଗାଁ ଗହଳି ଯୋଉ ନିୟମ ଗୁଡା ସବୁ ମାନିକି ସେ କାଲି ଚର୍ଚ୍ଚା ସବୁ ଥିଲା ନା ନାଇଁ ପର୍ଯ୍ୟନ୍ତ ଥିଲା। କାହା ଘରେ ମାଣବସା ଥିଲା ବେଳେ କାହା ବେଳେ ସେ ଇଏ ଓଷା ନାହିଁ। ତାପରେ ଆମ ଘରେ ନାହିଁ ବୋଲି ଆଉ ଗୋଟେ ପ୍ରକାର ଆମର ନାହିଁ। କାହିଁକି ନାହିଁ ନା ସେଦିନ ଆମର କିଏ ଗୋଟେ ମରିଗଲା କି ପାଖ ନେଇଗଲା କି କଣ ଗୋଟେ ହେଲା, ଆମକୁ ସେଇଟା ପୋଷଉନି, ଆମକୁ ଏଇଟା ସୁହାଉନି, ତେଣୁ ଆମେ ଏଇଟା ବନ୍ଦ କରିଦେଲୁ କି ନାହିଁ। ଏସବୁ ସିଦ୍ଧାନ୍ତ କୋଉଠି ପାଇଲୁ?
କେତେ ଲୋକଙ୍କର ତୁଳସୀ ଗଛ ନାହିଁ ପରା। ହଁ ନା ନାଇଁ ଆମ ଘରେ ତୁଳସୀ। ଏରା ମନମାନି କଥା କି ନାହିଁ ସବୁ ହେଉ ନା ମନମାନି କଥା। ତେଣୁ ଆର କୌଣସି ବାସ୍ତବ ନାହିଁ, ବାସ୍ତବତା କିଛି ନାହିଁ। ତେଣୁ ଆଗ ଅସଙ୍ଗ ଶତ୍ରୁନ ଦୃଢ଼ ନଚିତ ତା ଦେହରେ ସଙ୍ଗ କିଛି ହବନି। ମାନେ ବାପା ମରିଗଲେ ସଂସାରିକର ଜଗନ୍ନାଥ ନିୟମ ଦର୍ଶନ କାନୁନ, କରିବନି। ନ୍ୟାୟ ଯାହା ଅଛି କେତେ ସଂସାରରେ ବଡ ମାନେ ଭ୍ରାନ୍ତ ଧାରଣା ସବୁ। ବାବା ବର୍ଷେ ଦେହ ଘର କିଏ ଜଣେ ଚାଲିଗଲେ ବାବା ବର୍ଷେ ପର୍ଯ୍ୟନ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବନି। ପୁରୀ ଯିବନି। କି କଥା ହେଲା? କୋଉ ମନ୍ଦିର? ଅରୁଣ ହଁ ମନ୍ଦିରକୁ ଯିବନି। ସ୍ୱାମୀ ନାଁ ଯଦି ରାମ କି ଲକ୍ଷ୍ମଣ ତା ନାଁ ଧରିବନି, ନା ଧରିବନି। ନାଇଁ ଭଗବାନ ନାଁ ଧରିବନି ନା କଣ ନା ମୋ ସ୍ୱାମୀ ନାଁ ସେଇଆ ପରା। ମନ୍ଦିରକୁ ତ ଗଲେ ବାହାର ଲୋକ ଦେଖିବେ, ଚଉରା ପୂଜା କରିବନି କି ଠାକୁର ପୂଜା କରିବନି। ନାଇଁ ସେ ତ ଘରୁ ବାହାରିବନି ଆଉ। ନାଇଁ ନାଇଁ ଘରର ପୂଜା ବି କରିବନି, ଚଉରା ପୂଜା କରିବନି। କଲେ ତାକୁ ରଖିଦେବେନି ଏଠି ଆଉ। ରଖେଇଦେବି ତ ରଖିଦେବେ କି ନା ସରି ବିଜୟନଗର ରାଧାକୃଷ୍ଣ ମନ୍ଦିରରେ ନହେଲେ ଏଟା ଜାଣିନଥିବ ସେଟା ଛାଡି ଦଉଥିବ, ଛାଡି ପାରିବନି। ଅସୁବିଧା ହେଇଯିବ। ଲୋକ ତ ଘେରେ ଯିବେ ନା। ଏଟା କିଛି ନା କିଛି ଗୋଟେ ଶୃଙ୍ଖଳା ଅଛି ନା। ଯାହା କିଛି ଆମେ କରୁଥାଏ କିଛି ଶୃଙ୍ଖଳା ପାଇଁ କରୁଥାଏ। ଆମେ ତାକୁ ସିନା ଓଲଟ ପାଲଟ କରିଦେଲାଣି, ଶୃଙ୍ଖଳା ସବୁ ଥିଲା। ତେଣୁ ସେଟାର ସ୍ଥିତି ସେଇ ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ଆମେ ଏଇ ସିଦ୍ଧାନ୍ତ ଜାଣିନେ। ତାକୁ ଜାଣିଲା ପରେ ସେଟା ଅଟୋମେଟିକ କଟିଯିବ। ସେଟା ଉପରେ ଶ୍ରଦ୍ଧା ରହିବନି, ଶ୍ରଦ୍ଧା ରହିବନି। ମୁଁ ଜଣେ ଯଦି କହ ଏରେ ତତେ 100 ଟଙ୍କା ଦରକାର ନା 5 ଟଙ୍କା ଦରକାର, କୋଉଟା ଦରକାର କହ, ସେ କୋଉଟା ଧରିବ? ସେଟା ଧରିବ ନା ଧରିବନି? ସେମିତି ଏ ସିଦ୍ଧାନ୍ତ ଜାଣିଲା ପରେ ସେ କେମିତି ଏଟା ମନେ ରହିବ, ଅଟୋମେଟିକ କଟିଯିବ। କିନ୍ତୁ ଏ ଦୃଷ୍ଟାନ୍ତ ଆକୁ ଅନୁଭୂତିରେ ଆଣିବା ବହୁତ ଦୂର। ଦୃଷ୍ଟାନ୍ତ ଶୁଣିଦେଲେ ତାକୁ ଅନୁଭୂତିରେ ଆଣିବା ପାଇଁ ବହୁତ ଦୂର ନା ନାହିଁ? ବହୁତ ଦୂର। ଏଭଳି ଦୂର କି ଜନ୍ମ ଜନ୍ମାନ୍ତର ଜନ୍ମ ଲାଗିବ ଏଥିପାଇଁ। ଏସବୁ ଜାଣିଗଲା ପରେ ବି ପକ୍କା ସିଦ୍ଧାନ୍ତ ଯେତେବେଳେ ହେଇଯିବ, ଯୋଉମାନେ ଜାଣିଲା ପରେ ଏ ଦୂରତା ଟିକେ ରହେନି, ଦୂରତା ରହେନି। ଯିଏ ପକ୍କା ଭିତରେ ମଜିଗଲା, ସିଦ୍ଧାନ୍ତ ନେଇଗଲା, ତା ପାଇଁ ଆଉ ଦୂରତା ରହେନି। ଯୋଉଟା କି ଆମର ସେ ବରପତ୍ର ଆଉ ସେ ତେନ୍ତୁଳି ପତ୍ର ତପସ୍ୟା କରିବା ଗୋଟେ ମୁହୂର୍ତ୍ତ ଗୋଟେ ମୁହୂର୍ତ୍ତରେ ସେ ପାଇଗଲେ ସାଙ୍ଗେ ସାଙ୍ଗେ। କେବେ ଆମକୁ ଭଗବାନ ମିଳିବେ? ନାରଦ କହିଲେ ଯେ ତମକୁ ସେବେ ମିଳିବେ। ଏଇ ଗଛରେ ଯେତିକି ପତ୍ର ପାଖରୁ ଶୁଣିକି ଆଇଲି, ତମ କଥା କହିଲି ତାଙ୍କୁ। ଆଉ କହିଗଲା କଣ କହିଲେ ନା ଏଇଆ କହିଲେ ପରା, ଯିଏ ଯୋଉ ଗଛ ମୂଳରେ ବସିଛି ସେ ଗଛ ମୂଳ ପତ୍ର ଯେତିକି ସେତିକି ଜନ୍ମ। ହଁ ଜନ୍ମ ହେତିକି କଳ୍ପ ତପସ୍ୟା କଲେ। ବୁଝିଲେ କି? ସେ ବର ପତ୍ର ବାଲା ତ ଉପରକୁ ଦେଖିକି ପତ୍ର ପଡିଲା, ପତ୍ର ଯେତିକି ଅଛି ସେତିକି ତପସ୍ୟା କଲେ ଯାଇକି ହବ ନା? ହଁ, ତେଣୁ ବଡ ଆଶ୍ଚର୍ଯ୍ୟଚକିତ ସେ ହେଲା। କେତେ ପତ୍ର ଅଛି ଏଥିରେ, ସେଥିରେ ତା ହୋସ ବୁଡ଼ିଗଲା। ତେନ୍ତୁଳି ଗଛ ବାଲା ପଚାରିଲା ବେଳକୁ କଣ ନା, ଏଇ ଗଛରେ ଯେତିକି ପତ୍ର ଅଛି ନା। ଆଚ୍ଛା, ତାହେଲେ ମୋ କଥା ଭଗବାନ ହିସାବରେ ରଖିଛନ୍ତି, ମତେ ତାହେଲେ ମନେ ରଖିଛନ୍ତି। ଏତିକିରେ ତ ସେ ମୁଁ ଭାବୁଥିଲି ଯେ ଭଗବାନ ମୋ ବିଷୟରେ କୌଣସି ଅଂଶମାନ ନଥିବ ବୋଧେ, ମୋ ଖବର ଏଠି ପହଞ୍ଚୁନି ବୋଲି। ତାହେଲେ ତାଙ୍କ ଖାତାରେ ଅଛି ମୁଁ ତାହେଲେ ନା? ହଁ, ଏତିକି ଦିନ ତପସ୍ୟା କଲେ ମିଳିବ ଆଉ ନା? ଏ ତପସ୍ୟା ଛାଡ, ମୁଁ ତ ଅଛି ତ ନା? ହଁ, ସେ ଦୂରତା କଟିଗଲା। ସେଇଠି ନାରଦ ଅଛନ୍ତି, ଭଗବାନ ଆସି ଆଦବା। ନାରଦ କହନ୍ତି, ଦେଖିକି ନାରଦ ଟିକେ ତପି ଦଉଛନ୍ତି। କଣ ଆପଣ କହୁଥିଲେ ଯେତିକି ତପସ୍ୟା କଲେ ଆସିବେ କଣ? ମୁଁ ପଛ ପଛେ ଆପଣ ପଳେଇ ଆସିଲେ ଏଠି କଣ? ପଛ ପଛେ ପଳେଇ ଆସିଲେ କଣ? ଆପଣ କଣ ଏସବୁ କଥା କହୁଛନ୍ତି? ମତେ ମିଛୁଆ ମତେ ମିଛୁଆ କରୁଛନ୍ତି ନା? ନାରେ, ଏଇ ଯୋଉ ନାଚ କୁଦଟେ ସେ କରୁଛି, ଏ ନାଚ କୁଦ ଯେତେବେଳେ ହବ ମୁଁ ସେତେବେଳେ ଆସି ପହଞ୍ଚିବି ଆଉ। ସେ ଯଦି ଏତେ ଡେରି କରିଥାନ୍ତା, ମୁଁ ଡେରି ହେଇଥାନ୍ତି, ତୁରନ୍ତ ଆରମ୍ଭ କରିଦେଲା। ମୋର ଭୁଲ କଣ ଏଟା ବେହାରା ଏଠି ଜନ୍ମ ଲାଗିବନି। ତେଣୁ ଆମେ ଯୋଉ ଦୂରତା ଚିନ୍ତା କରୁଛେ, କିଛି ନିଷ୍ଠା ବିଶ୍ୱାସ ଆମର ଆସିଗଲା, ପରମତା ଆସିଗଲା, ଆଉ ଦୂରତା ହେଠି ରହିବ ଅତି ନିକଟ। କାହିଁକି ଭଗବାନ ସବୁବେଳେ କହନ୍ତି, ମୁଁ କୋଉଠି ଦୂରରେ ପଡେ କିଛି ନାହିଁ ବାବୁ, ତୁମ ମନୋବୃତ୍ତି ନେଇକି ମତେ ଦୂର ହେଇଯାଉଛି, ଆଉ ତୁମ ଚିତ୍ତବୃତ୍ତି ନେଇକି ମୁଁ ନିକଟ ହେଇଯାଉଛି।
ମୋ ପାଇଁ ଦୂର ନିକଟ କିଛି ନାହିଁ। ଚିନ୍ତନ ଯାହାର ଯେତେ ଦୃଢ଼, ଯେତେ ବ୍ୟଗ୍ରତା ଆସିଯିବ, ମୁଁ ସେତେ ତୁରନ୍ତ ମାନେ। ତେଣୁ ଏଇ ହଉଛି ଯୋଉ ସମନ୍ୱିତ କହୁଛନ୍ତି ଯେ ଦେବାଦେବୀକି ପୂଜିବା ବା ଭଗବାନ ଶ୍ରୀକୃଷ୍ଣ ପୂଜିବା, କିଏ ସେ ବାସ୍ତବ ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ଯୋଉମାନେ ଦେବାଦେବୀ ମାନଙ୍କୁ ସବୁ ଶ୍ରଦ୍ଧା କରୁଛନ୍ତି, ଯୋଉ ଆଗମ ନିଗମ ପୁରାଣ ଯୋଉ ଅଛି ବୋଲି କହୁଥାଏ, ସେ ବିଶେଷ ତାର ସିଦ୍ଧାନ୍ତ ବା ତାର ସାର ନିଷ୍ପତ୍ତି ଉପରକୁ ସେ ଯାଇନାହାନ୍ତି, ଶୁଣିବାକୁ ପାଇପାରିନାହାନ୍ତି। ତେଣୁ ଶୁଣିଲା ପରେ ବି ସେମାନେ ପୁରୀ କଟିଯିବ। ଏମାନେ ସମ୍ବନ୍ଧ ତତ୍ତ୍ୱ ନୁହନ୍ତି। କୋଉମାନେ? ଅନ୍ୟ ଦେବଦେବ ତେଣୁ ସମ୍ବନ୍ଧ ତତ୍ତ୍ୱ କେବଳ ଏକମାତ୍ର ଶ୍ରୀକୃଷ୍ଣ। नारायण वासुदेव नारायण